ମୋ ନାଁ ହେଉଛି ନାରାୟଣ ବେହେରା, ଆମର ହେଉଛି ଖୋର୍ଦ୍ଧା। କଣ କହିବେ ଏଇ ଯୋଉ ଡ୍ରୋନଟି ଉଡୁଥିଲା ପୋଲିସ ସୁରକ୍ଷାରେ ଲାଗିଛି, ତାର କେତେ ସୁରକ୍ଷିତ ଅଛି ଏବଂ କେତେ ଦୂର ୟାର ରେଞ୍ଜ ଆଉ କେତେ ଚାର୍ଜ ଅଛି? ଦେଖନ୍ତୁ ୟାର ତ ଚାର୍ଜ ହେଉଛି ଗୋଟେ ବ୍ୟାଟେରୀରେ 30 ରୁ 35 ମିନିଟ୍ ପର୍ଯ୍ୟନ୍ତ ଇଏ ଚାଲିପାରିବ। ତ 30 ରୁ 35 ମିନିଟ୍ ଭିତରେ ଆମେ ଦରକାର ପଡ଼ିଲେ ବି ଏ ଭିତରେ 7 କିଲୋମିଟର ପର୍ଯ୍ୟନ୍ତ କଭର କରିପାରିବୁ, ଯାହା ବି ଆ ରେଞ୍ଜର ମାନୁଆଲ ବୁକ୍ରେ ଅଛି। ତ ରେଞ୍ଜର ମାନୁଆଲ ବୁକ୍ ହିସାବରେ ତ ଏଇଟା ଅପରେସନ୍ କରିହେବନି, ମିନିମମ୍ 2 କିଲୋମିଟର ପର୍ଯ୍ୟନ୍ତ ଆମେ ଏଇଟା କଭର କରୁଛୁ ଆଟ୍ ଏ ଟାଇମ୍ ସିଙ୍ଗଲ ଚାର୍ଜରେ। ଦେନ୍ ଏଇଟା ସେଫ୍ଟି ପାଇଁ କହିବାକୁ ଗଲେ ଆମେ ସେଫ୍ଟି ଲେବୁଲ୍ ଏଥିରେ ଅନ୍ କରିକି ହିଁ ଉପରେ ଉଡ଼ଉଛୁ, ଯେମିତିକି କାହାର କୌଣସି କ୍ଷତି ନ ହେବ। ଦେନ୍ ଏଥିରେ ହେଉଛି ଯେଉଁ ଆମକୁ ସ୍ୱତନ୍ତ୍ର ନିଯୁକ୍ତି ଦିଆଯାଇଛି ଯେ ଏଥିପାଇଁ ଯେ ଆମେ ଆନ୍ଦୋଳନକାରୀମାନଙ୍କୁ ଏଥିରେ ଚିହ୍ନଟ କରିବୁ, ବିଭ୍ରାଟକାରୀମାନେ ଯେଉଁମାନେ ବ୍ୟାରିକେଡ୍ ଭାଙ୍ଗୁଛନ୍ତି କି ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତ ଡ୍ରୋନ୍ ମାଧ୍ୟମରେ ଏସବୁ ଚିହ୍ନଟ ହେଉଛି। ଆଉ ଚିହ୍ନଟ ହେଲା ପରେ ତାଙ୍କୁ ଫୁଟେଜ୍ ଯାଉଛି, ଫୁଟେଜ୍ରୁ ସେମାନେ ଦେଖିକି ଆନ୍ଦୋଳନକାରୀମାନଙ୍କୁ ଚିହ୍ନଟ କରି ନା ଡ୍ରୋନ୍ ମାଧ୍ୟମରେ ବହୁତ ସହଜ। ମୋ ହିସାବରେ AI ଟେକ୍ନୋଲୋଜି ଡ୍ରୋନ୍ ମିଳିଲା ପରେ ଡ୍ରୋନ୍ ମାଧ୍ୟମରେ ବହୁତ ସହଜ ହେଉଛି ତାଙ୍କୁ ଟ୍ରାକ୍ କରିବା ପାଇଁ। ତ ଡ୍ରୋନ୍ ମାଧ୍ୟମରେ କିଛି ଏମିତି ଅସୁବିଧା ନାହିଁ। ଦେଖିବାକୁ ଗଲେ ଯୋଉ ଉପରେ ଉଡୁଥିବା ପାଖକୁ ଆସିଲେ ଆନ୍ଦୋଳନକାରୀ କେତେ ଉପରୁ କ୍ୟାଚ୍ କରିପାରିବେ, କେତେ ମିଟର? ଯଦି ଏଥିରେ ଅପସନ୍ ଅଛି 1x 3x ଏବଂ 10x ଅଛି, ଆମେ 3x ଲଗାଇଲା ପରେ ତାଙ୍କ ଫେସ୍ ବହୁତ ଭିଜିବୁଲ୍ ହେଉଛି ଆଉ ବହୁତ କ୍ଲିଅର ଆସୁଛି। ତ ଦରକାର ପଡ଼ିଲେ ଆପଣ 10 ମିଟରରୁ କଭର କରିପାରିବେ। 10 ମିଟର ଯଦି ଆପଣ ଡ୍ରୋନଟି ଆଣନ୍ତି, କିଏ ଯଦି ବାଡ଼େଇଦେଲା ତାର ସେଫ୍ଟି କ'ଣ ଅଛି? ତ 10 ମିଟର ହେଲେ 10 ତିରିକି 30 ଫୁଟ ହେଲେ ବହୁତ ଉପରେ ହେଲାଣି। ଆମେ ଆଗେ ନଜର କରୁଛୁ, ଡ୍ରୋନରେ ଫୁଟେଜ୍ ଦେଖୁଛୁ କାହା ହାତରେ ପଥର ଅଛି କି କାହା ହାତରେ ବାଡ଼ି ଅଛି, ତ ସେଇ ଅନୁସାରେ ଆମେ ଉପରୁ କଭର କରୁଛୁ। ଯଦି କିଛି ନଥିବ ସେ ଟାଇମ୍ରେ ଆମେ ତଳୁ କଭର କରୁଛୁ। ଆଗରୁ କୋଉଠି ୟୁଜ୍ ହେଇଥିଲା କି ଡ୍ରୋନ୍? ହଁ, ବହୁତ ଜାଗାରେ ୟୁଜ୍ ହେଉଛି। କୌଣସି ସୁରକ୍ଷିତ ଯେମିତି ପୋଲିସ କାର୍ଯ୍ୟ ଲାଗିଥିଲା କି? ଇଭେନ୍ ତ ଆମର ଆର୍ମି ଡିପାର୍ଟମେଣ୍ଟ ମାନେ ଲାଗୁଛନ୍ତି, ପୋଲିସ ତ ପ୍ରୋଟେଷ୍ଟ ହେଲା ମାନେ ଡ୍ରୋନ୍ ଲାଗୁଛି। ନୂଆ କରି ହେଇଛି, କେମିତି ଲାଗୁଛି? ନୂଆ କରିବେଲେ କାଲି ତ ବି ଲାଗିଥିଲା ଏଇଟା, ଆଗରୁ ତ ମୁଁ କହିପାରିବିନି, ଆମେ କାଲିଠୁ ଆସୁଛୁ ତ କାଲିଠୁ ମୁଁ ଦେଖୁଛି ବହୁତ କ୍ଲିୟର ଅଛି। ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।